ଦୁଇ ଦିନ ହେବ ଆପଣ ଗଣମାଧ୍ୟମରେ ଦେଖୁଥିବେ ଏବଂ ଖବରକାଗଜରେ ପ୍ରକାଶିତ ଦେଖୁଥିବେ ଷ୍ଟାଫ୍ ନର୍ସକୁ ନେଇ ପିଏମ୍ପିଜିଏଚ୍ରେ ଯେଉଁ କେଳେଙ୍କାରୀ ହୋଇଛି ତା ବିଷୟରେ ନେଇ ଆମେ ଆଜି ତାଳଚେର ବିଜୁ ଜନତା ଦଳ ତରଫରୁ ବିଜୁ ଯୁବ ଜନତା ଦଳ ତରଫରୁ ଆସିଥିଲୁ ଏକ ଲିଖିତ ମାଧ୍ୟମରେ ଅଭିଯୋଗ ଦେବା ପାଇଁ ଏସ୍ଡିପିଓ ସାର୍ଙ୍କୁ। ଯେଉଁଭଳି ଭାବରେ ତାଳଚେରରେ ସ୍ୱାସ୍ଥ୍ୟ ପ୍ରତି ଅବହେଳା ଏବଂ এই ଯେଉଁ ବଡ଼ କେଳେଙ୍କାରୀ ହୋଇଛି ତାହାକୁ ନେଇ ଆଜି ଆମେ ବିଜୁ ଜନତା ଦଳ ତାଳଚେର ଲିଖିତ ଅଭିଯୋଗ କରିସାରିଛୁ। ଆମେ ଶୁଣିବାକୁ ପାଉଛୁ ଯେ ଏଠି ପାଖାପାଖି 100ରୁ ଉର୍ଦ୍ଧ୍ୱ ଷ୍ଟାଫ୍ ନର୍ସ ଯେଉଁମାନଙ୍କର କ୍ୱାଲିଫିକେସନ୍ ଜିଏନ୍ଏମ୍ ନାହିଁ ସେଇଭଳି ମାନେ ଏଥିରେ ନିୟୋଜିତ ଅଛନ୍ତି ଏବଂ ବହୁତ ଗୁଡ଼ିଏ ଲକ୍ଷାଧିକ ଟଙ୍କାର କାରବାର ଏଥିରେ ହୋଇଛି। କମାଣ୍ଡୋ ସିକ୍ୟୁରିଟି ଏଜେନ୍ସି ଏହି କେଳେଙ୍କାରୀରେ ଅନ୍ତର୍ଭୁକ୍ତ। ତେଣୁ କମାଣ୍ଡୋ ଏଜେନ୍ସିର ଥିବା ଷ୍ଟାଫ୍ ଯେଉଁମାନେ ଆକୁ এই ଷ୍ଟାଫ୍ ନର୍ସକୁ ନିୟୋଜିତ କରିଛନ୍ତି ଏବଂ ଏଥିରେ ସରକାରୀ କର୍ମଚାରୀ ବି ଅଛନ୍ତି ଇନଭଲ୍ଭ, ମହିଳା କର୍ମଚାରୀ ଏଥିରେ ବି ଇନଭଲ୍ଭ ଅଛନ୍ତି। ଯେଉଁମାନେ ଏଥିରେ ଇନଭଲ୍ଭ ଅଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ସେଥିପାଇଁ ଆମେ ଆଜି ଏସ୍ଡିପିଓଙ୍କୁ ଦେଖା କରିଥିଲୁ। ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଯାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି। କଣ ହେଇଥିବ ସେ ଆଉ ନେଇଥିବେ ମାନେ ପଇସା ନେଇକି ଖେଳ କରିଛନ୍ତି ସବୁ ଆଉ ଯାହା ଯେମିତି କରିଛନ୍ତି ମାନେ ଆମକୁ ତ କହିଲେ ତ ଆମର ଡକୁମେଣ୍ଟ ଦେଖିକି ଆମକୁ ବାହାର କରିଦେଲେ, କହିଲେ ତମର ହେଇପାରିବନି ପୂର୍ବ ଶତ୍ରୁତା ନେଇକି। କିନ୍ତୁ ଏବେ ଯାହା ଆମେ ଜାଣିପାରିଲୁ ଯେ ସେ ପଇସା ନେଇକି ଏତେ ସବୁ ଯାହା କରିଛନ୍ତି ବିନା ଡକୁମେଣ୍ଟରେ ପଶେଇଛନ୍ତି ସବୁ ଫର୍ଜରୀ ଡକୁମେଣ୍ଟରେ ଆଉ। ହଁ ଆମେ ଯେତେବେଳେ ଡ୍ୟୁଟି କରୁଥିଲୁ ସେତେବେଳେ ନର୍ସ ମାନେ ସବୁ କଣ ଏପଟ ସେପଟ ହେଇକି ମାନେ ଯାହା ମନ ଇଚ୍ଛା ସବୁ କାମ କରୁଥିଲେ, ମନ ଇଚ୍ଛା ସବୁ କାମ କରୁଥିଲେ ଆଉ। ହଁ ଭେନ୍ଟା ସେ ଯାହା ମାନେ ଭେନ୍ ପାଆନ୍ତିନି ଠିକ୍ ସେ ଦେଖିପାରନ୍ତି। ହଁ ପେସେଣ୍ଟ ମାନଙ୍କର ଭେନ୍ ପାଆନ୍ତିନି ଆଉ ସେ ମାନେ ହାତ ଥରେ ତାଙ୍କର ଭେନ୍ କିଲର ଲଗେଇଲା ବେଳକୁ, ହଁ ଭେନ୍ କିଲର ଲଗେଇଲା ବେଳକୁ ହାତ ଥରେ ତାଙ୍କର ଭେନ୍ ପାଆନ୍ତିନି। କଷ୍ଟମର ମାନେ ପେସେଣ୍ଟ ମାନେ ବହୁତ କଷ୍ଟ ପାଆନ୍ତି। ତ ସେଇଟା ଏବେ ପୁରା କ୍ଲିୟର ହେଇଯାଇଛି ଆଉ ସେ ବିନା ଡକୁମେଣ୍ଟ। ଆଜ୍ଞା 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 ପଇସା ଦେଇକି ଭର୍ତ୍ତି ହେଇଯାନ୍ତି। ଏହା ଏକ ଦୁଃଖଦାୟକ ଘଟଣା। ଏଇଟା ଲୋକଙ୍କ ସହ ଜୀବନ ସହ ଖେଳୁଛନ୍ତି। 92ଟା ଷ୍ଟାଫ୍ ସରୁ 60 ଷ୍ଟାଫ୍ଙ୍କର ଜାଲି ସାର୍ଟିଫିକେଟ୍ ବାହାରୁଛି। ତ ଏଇଟା ଏକ ରକମର ଦୁଃଖଦାୟକ ଘଟଣା, ବିଶ୍ୱାସ ହେଇପାରୁନି। ଏଇଟା ଲୋକଙ୍କ ସହ ଜୀବନ ସହ ଖେଳୁଛନ୍ତି। ଏହାର ତଦନ୍ତ ଭଲ ଭାବରେ କରାଯାଉ। MCL ତଦନ୍ତ ଆଦେଶ ହେଇଛି, ବାକି ମୁଖ୍ୟ କର୍ପୋରେଟର ଯିଏ ଅଛି ତାକୁ ଧରାଯାଉ, ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ। ଏହା ଲୋକଙ୍କ ଜୀବନ ସହ ଖେଳୁଛନ୍ତି, ଏହା ବହୁତ ମାରାତ୍ମକ ଜିନିଷ। ଏହା ତାଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ଷ୍ଟାଫ୍ ନର୍ସ ହାତରେ ଡକ୍ଟର ଯେମିତି ଆମର ଭଗବାନ, ନର୍ସ ବି ଆମର ସେକେଣ୍ଡ ଭଗବାନ। ତାଙ୍କ ହାତରେ ଆମର ମେଡିସିନ ଫେଡିସିନ ରହୁଛି। ସେମାନେ ଯଦି ଜାଲି ସାର୍ଟିଫିକେଟ୍ ଦେଇନା ଇଏ କରୁଛନ୍ତି ତାହେଲେ ତାଠୁ ବଡ଼ ଦୁଃଖଦାୟକ ଜିନିଷ କିଛି ନାହିଁ। କଠୋରରୁ କଠୋରତମ ଦଣ୍ଡ ଦିଆଯାଉ, ଏହା ନିବେଦନ ସରକାର ପାଖରେ। ତ ଡବଲ ଇଞ୍ଜିନର ଡବଲ ବିକାଶ ଦେଖାଯାଉଛି। ମିଳିତ ସବୁ ମାନେ A to Z କରପ୍ଟ, ସମସ୍ତେ କରପ୍ଟ। ଆମେ ସିନା କହୁଛେ କିନ୍ତୁ ସବୁ କରପ୍ଟ। ଯଦି ଗୋଟେ ଜିନିଷ ଏବେ ଯେମିତି ଚାଲିଛି ନିଟ୍ ଏକ୍ଜାମରେ ଆମେ ଖାଲି ଦୋଷୀ ଦଣ୍ଡ, କିନ୍ତୁ ଯିଏ ମୁଖ୍ୟ ତ ଖସି ଯାଉଛି ନା। ତ ଏଠି ଯିଏ ମୁଖ୍ୟ କର୍ପୋରେଟ ଲୋକ ବି ଜାଣିଛନ୍ତି କିଏ ମୁଖ୍ୟ କର୍ପୋରେଟ, କିଏ ମୁଖ୍ୟ କର୍ପୋରେଟ ଲୋକ ବି ଜାଣିଛନ୍ତି। ତାଙ୍କୁ ଧରି ଦୋଷୀଙ୍କୁ ଧରି କଠୋରରୁ କଠୋର ଦଣ୍ଡ ଦିଆଯାଉ। ଏବେ ଆମର ତାଳଚେର କିଛି ବ୍ୟକ୍ତି ମୋତେ ଗୋଟିଏ ମେମୋରାଣ୍ଡମ୍ ଦେଇଛନ୍ତି। ସେ ମେମୋରାଣ୍ଡମ୍ରେ ତାଳଚେର ମେଡ଼ିକାଲ କଲେଜରେ, ପବିତ୍ର ମୋହନ ମେଡ଼ିକାଲ କଲେଜ ଅଛି, ସେଥିରେ କିଛି ନର୍ସିଂ ପାସ୍ କରିନଥିବା ବ୍ୟକ୍ତି ଏକ ସଂସ୍ଥା ସେମାନଙ୍କୁ ସେ କାମରେ ନର୍ସିଂ କାମରେ ନିୟୋଜିତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏ ଅଭିଯୋଗ ଆଧାରରେ ସେମାନେ ଏକ ମୋତେ ମେମୋରାଣ୍ଡମ୍ ଦେଇଛନ୍ତି ଏବଂ ମେମୋରାଣ୍ଡମ୍ ପାଇଲା ପରେ ଆମେ ଥାନାକୁ ମଧ୍ୟ ସେ ରିପୋର୍ଟ ଯିବ। ତାପରେ ଆମେ ତଦନ୍ତ କରାଯିବ କ'ଣ ପ୍ରକୃତ ପକ୍ଷେ କ'ଣ ହେଇଛି, କେଉଁମାନେ ନର୍ସିଂ ଟ୍ରେନିଂ କରିନାହାନ୍ତି। ଏଇଟା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବୋଧେ ଏହାକୁ ତଦନ୍ତ କରାଯିବ ଏବଂ ପୁଲିସ ଏଥିରେ ତଦନ୍ତରେ ମଧ୍ୟ ସାମିଲ ହୋଇପାରେ। ସାମିଲ ହୋଇ ତ ଯଦି କିଛି ସେମିତି ଅନିୟମିତ ଥାଏ ସ୍ୱାସ୍ଥ୍ୟ ବିଭାଗର ମଧ୍ୟ ରିପୋର୍ଟ ଆସିଲେ ଆମେ ତାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ। ହଁ ଯଦି ମୁଁ ତ ଆପଣମାନଙ୍କଠୁ ଶୁଣିଲି, ତାପରେ ବି ଏଇଟା ପ୍ରକୃତରେ ମୁଁ ବେଶୀ କିଛି କହିପାରିବା କଥା ନୁହେଁ, କାରଣ ଆମେ ରିକ୍ରୁଟମେଣ୍ଟ କରିନାହୁଁ। ଯେଉଁ ଏଜେନ୍ସି ରିକ୍ରୁଟମେଣ୍ଟ କରିଛନ୍ତି ସେଇଟା MCLର ଏଜେନ୍ସି, ତେଣୁ MCL ପାଖରେ ଖବର ଥିବ। କିନ୍ତୁ ଆପଣମାନଙ୍କର ଯେଉଁ ଖବର ଆସିଲା ପରେ ଆମେ ତାଙ୍କୁ ଜଣେଇମୁ ଯେ ତୁମର ଯଦି ରିକ୍ରୁଟମେଣ୍ଟରେ ଫେକ୍ ସାର୍ଟିଫିକେଟ୍ ଆସିଛି ତାହେଲେ ସେମାନଙ୍କୁ ତୁମେ ନିବୃତ୍ତ କର ଏବଂ ଯେଉଁ ଏଜେନ୍ସି ଏମିତି କରିଛନ୍ତି ତାଙ୍କୁ ବି ଧର। ଏଇଟା ଆମେ ତାଙ୍କୁ ଜଣେଇବୁ। ଏବଂ କାରଣ ଏମିତି ଫେକ୍ ସାର୍ଟିଫିକେଟ୍ ନେଇକରି ମେଡ଼ିକାଲରେ କାମ କରିବା ପ୍ରକୃତରେ ଉଚିତ ନୁହଁ। ଏବଂ ଯେଉଁ ଏଜେନ୍ସି ଠାରୁ ସେମାନେ ଫେକ୍ ସାର୍ଟିଫିକେଟ୍ ନେଇଛନ୍ତି, ତାଙ୍କ ଯେଉଁ ଅର୍ଗାନାଇଜେସନ୍, ସେମାନେ ବି
या भितर सतर्क हवा दरकार जे तांको नाँ कहीं अन्य फेक सर्टिफिकेट दौरान से भी दायित्ववान हवा कथा जे निज ना को लेकर अन्य कहीं एमती कर भी कर्तव्य इनफर्मेशन कौन अच्छा मो पाखे आसुचे जे किसी प्राय 90 पाखापाखि मुझे शुणुली जे फेक सर्टिफिकेट अच्छी बोली अधिका थी पारे जांच कले जाने विभाग पक्ष किसी निज आड़ू किसी ना ये जेहतु एमसीएल अथॉरिटी शुण एमसीएल आम स्टेट गवर्नमेंट अंडर नुह एवं एमसीएल गोटे अलग एजेन्सी से आमको पारामेडिकल स्टाफ देते से तेणु तापर आम विभाग तरफ कौन जनइबू से निज दायित्व निजे बहन करेंगे ना स्टाफ बर्तमान कहाँ अंडर अच्छा सब बर्तमान पारामेडिकल स्टाफ दायी से सालारी दौरान ये माने बर्तमान सुधा जदि आम पाक आसी ना सालारीटा तेणु सेटा से बर्तमान बुझे जेहतु से सालारी दौरान रिक्रुटमेंट कर बुझे डे टू डे एक्टिविटीज ना डे टू डे टेक्निकल काम तो आम तांकर डाक्तर अच्छा ये आम डाक्तर भी अच्छा मिसामिशी काम हो सेठी ना तेणु उभय देखुं कितु कि मैंने जान डाक्तर तो जानवे कि फेक सर्टिफिकेट ना जी देते से जानवे कार फेक सर्टिफिकेट केते बड़ गहिरता अपराध बोली भाबछन केते बड़ गहिरता अपराध बोली अपराध भाबछन ना जदि फेक सर्टिफिकेट देकर जड़े धर मुझे फेक सर्टिफिकेट डाक्तरी काम करी फेक गहित नुह मेडिकल टेक्निकल जिनस ना फेक सर्टिफिकेट देकर जड़े आसो यहाँ अपराध अघटन भी घटी पारे जदि हाँ जदि से भूल भाल धर जन फेक सर्टिफिकेट दे जानी पाठ जब किसी अघटन घटी पार से सतर्क रहा पड़ो आम बर्तमान जनइबू आम तो आप मीडिया माध्यम जानी सारी तथा आम फर्माली जनइबू देखो यहाँ तो गोटे मेल आसाला मत 15-20 दिन तले तापर पुणी गोटे रिमाइंडर मेल आसाला तो रिमाइंडर मेल जो आसला मुझे चेक कली चेक कलापर जना पड़ा कि सब सर्टिफिकेट फेक अच्छी जोटा कि मो स्कूल ना देकी से बाहर कौटी सर्टिफिकेट एडिट करके ये सब सर्टिफिकेट देकी से चाकरी करते ये जो संस्था आपंकर झारखंड कमांडो करके कौन अच्छी कमांडो सिक्योरिटी संस्था फोर्स से संस्था आउटसोर्सिंग रे बर्तमान पवित्र मोहन मेडिकल कॉलेज को सप्लाई करता स्टाफ नर्स तेणु या भितर बहुत जालियाती भी होती तेणु जो इन्वेस्टिगेशन करागला पवित्र मोहन कॉलेज जी तांकर सुपरिटेडेंट आउटसोर्सिंग एजेंसी को जो चिठी करते कि आम जो पिला आप स्टाफ नर्स रे नियुक्ति कर सर्टिफिकेट जेन्युइनिटीनेस आमको दिंतु तो से जेन्युइनिटीनेस से संस्था मो पाखक मेल कला तो मेल ये जिन सब जना पड़ा कि सर्टिफिकेट सब फेक अच्छी तेणु ये कथा उठुची जे ये को गोटे हूँ सेंसिटिव जगह हॉस्पिटल तो सेठी जो माने जो मान पाखे शिक्षागत योग्यता ना नर्सिंग शिक्षागत योग्यता ना नथिबा स्थले से चाकरी करिसेंती अथवा जो संस्था से नियोजित करिछि तो से कौन रोगी मानकर सेवा करुछंती तेणु ये रोगी मानकर सेवा होनी बड़ा असुविधा होथिबो बा रोगी माने प्रॉपर ट्रीटमेंट सेठी पाई पर नथिबे देखो ये गोटा हूँ 20 वर्षर अनुष्ठान आपंकर पश्चिमांचल ये हूँ प्रथम नर्सिंग स्कूल जार कि सेवा जो सेवा स्कूल ऑफ नर्सिंग अच्छी गोटे गोटे ब्रांड नेम तेणु ये ना को लेकिन से सेवार ना जदि नवा ताले यहाँ हूँ गोटे ब्रांड नेम यहाँ को समस्ते जानती तेणु सर्टिफिकेट जालियाती विषय से जापर आउ आम आमर चाकरी करके दी पैसा से कमाइबा यहाँ तो से जनसाधारण आगे आनली मीडिया भाई मान थ्रो रे बर्तमान मुझे एफआईआर लॉन्च करी आज कि काली से संस्था ना तापर प्रशासन तार जहाँ करवा कथा कर